उत्तराज्य करेছিল কবি জমিদার খানের এই পারে মৌচালে उत्तराज्य করেছিল কবি জমিদার আসলে হাউস খালি পারে এই যে সব খবর আরাফত আমার বিদেশ খামের জমিদার আসলে বসেছি শান্তি মৌসাইলে ছাবা সবই ভৈরবকু জমিদার খানের এই পারে কিন্তু রাতারাতি ধনী আর যে টাকা মনের দুঃখ পাবো সে রান্না ভিক্ষা বেশ তুমি মানে খুশ করে দেব তোমার স্বামী জমিদার আর মন মানে প্রভু মোর পুরো ছড়ে নেই পানি পড়ে নো বলছে ও বলছে রে প্রভু আমরা যেতে তাহলে পড়ে বল ওপরে কিছু কথা বলে ও তাও দাদা চিন্তা করতে আমাকে দেবে নেই ও বলছে বেটাকু ও আমি বাবু কুছ কিরা তোমাকে বলবো না মোহ বেগোটে মা মা ছাদের অপ্রতা আছে মোহ পিলাকে বলছে বাবা কিছু করতে পারে না ও বলছে বাবা নাই মা যদি করে মা খেয়া করে তার ছুড়া রয়েছে ঘর চলে যায় তারা দিন করে মা মরে আপু বলছে আর বলছে বলছে মারুক তো মা মনে রক্ত করে না তাহলে বোঝাতে অমৃত ভাই মা তাকে বিমা বলছে মা মামা তো জামা বাবা মনে মা মামা তো মনে मुझे भालो ছিল ও কেন পেয়েছি আরে ঝিওকে ছাতি নোংরা করে দিও কোন হবে সে কিসে সময় পড়ে সে কোন ধরে তো ছাতির রক্ত পিয়া পাই কাঁদিব অলমা করে দিও না মা বাবা মনে করে যাস
ଭିତରେ ଭୂତ ପିଶାଚ ଅଛନ୍ତି ନା କଣ ବୋଉମା କାହାକୁ ଦେଖି ଡରିକି ଯାଇଲେ ଆକାଶରେ ଭୂତ ବରସ তুমি জানিছ সে আদৌ ভালো লোক নয় এই অপূর্বর আমার ঘরে থরে দেখা দিলা মতে অপমান করছিলা আর অসন্ত এটি খান সব ছাড়িছি চলো মধ্যে খানগুলা কি আপন যে পতলা চমড়া চা দিনা ডাকি যাଉଥିବ সতম ভাই আমি তো স্ত্রী সে কথা বুঝেনি কালী ଦେଖ ନା ଆମେ ନୂଆ କରି ସଂସାର କରିବା ପ୍ରତିଦିନ ପ୍ରଜାମାନଙ୍କର ଗହଳି ଲାଗୁ ସେଥିପାଇଁ ମୁଁ କଣ କରିପାରିବି ତମେ ପଛାଣିଲେ ସବୁ ହବ କିନ୍ତୁ କେମିତି କଣ କହୁଥିଲି କି ରେଭେନ୍ସା ସାହେବଙ୍କ ସହିତ ଆଜି ରାତିରେ ତମେ ଚତୁର୍ଥୀ କରିବ ଦେଖ ନା ଦୁଃଖରେ ରହିବ କେମିତି ଶାନ୍ତିରେ ଦରକାର ନାହିଁ ମୋର ସେ ସୁଖ ଦରକାର ନାହିଁ ମୋର ସାମର୍ଥ୍ୟ ଯାକ ଶୁଣିବା ତମେ ଏମିତି କଥା କହିପାରୁଛ ଆରେ କେମିତି ତମେ ମୋ କଥା ବୁଝୁନି କେମିତି ତମେ ସ୍ୱାମୀ ନା ଶତ୍ରୁ ହସିଲେ ତାଣ୍ଡବ ରାଗିଲେ ତାଣ୍ଡବ ଧଡ଼ି କରେ ସବୁ ଅସମ୍ଭବକୁ ମୁଁ କରିଦିଏ ସମ୍ଭବ ତମ ସ୍ୱାମୀ ତମେ ବସିଲି ଆରେ ଆୟ କେଡ଼େ ବଡ଼ ଲୋକ ତାଙ୍କ ଫେରି ଯିବା ଏଠି କାମ ଖାଇଲେ ଆଉ କୁଆଡ଼େ ଯିବେ ନା ନାଇଁ ତମେ ଭିତରକୁ ଗଲ ତମେ ମଣିଷ ନା ପଶୁ ମୁଁ ଯଦି ତମ ଝିଅ ହେଇଥାନ୍ତି ମୁଁ ଶଳାଟି କହୁଥିଲି ଜମିଦାର ହେଇଥାନ୍ତି ଛି ଛି ଦରକାର ନାହିଁ ମତେ ଗାଁ ଘରର ବୋହୂ ହବା କୁଆଡ଼େ ଯାଉ କେହି ହଉଛି ହସିଲେ ଦାନବ ରାଗିଲେ ତାଣ୍ଡବ ଧଡ଼ି କରେ ସବୁ ଅସମ୍ଭବକୁ ମୁଁ କରିଦିଏ ସମ୍ଭବ ভাই এ আসো ମୋ ହାତ ଛାଡ଼ କହୁଛି ଛାଡ଼ ମୋ ହାତ ଆରେ ଛାଡ଼ খবর শোনা নাডিয়া খুচরা মতে নাড়িলা খাটুজি বললো তো তো পড়াবে পুরিয়া খাও ঠিক আছে আপে সাহেবକୁ ମାରିଲୁ ସାଇବ ମନା ତାକୁ ମାରନି ସେ ମାରିଯିବ କିସ୍ମାନଙ୍କର ଗୋଟେ ଗୁଡ୍ ହ୍ୟାବିଟ୍ ଅଛି ଆଜ୍ଞା ଫାଷ୍ଟ ଆମେ ମାର ଖାଉ ହଁ କି then ଆମେ ଗୋଡ ଧରୁ ତାହେଲେ ଚଳିବ ଆଉ ଦିନ ପଞ୍ଚମ ଖମ ଆମେ ହାସଲ କରୁ ভাই হোক আর খোক I mean খালে বলে কোন চলে এই তো দোষ চলে ତମେ ମୋ ସ୍ୱାମୀ ବର୍ତ୍ତମାନ ସାପ ହାତରେ ଟେକି ଦଉନ ଯେ ସାରା ଜୀବନ ପାଇଁ ମଣିଷର ଅଣଖାଟିଆ କୁକୁର ପାଲ ଭାଇରା ମାନେ ବଚାଅ ବଚାଅ ଏବଂ ପଲଙ୍ଗ ଫଲଙ୍ଗ ଭାଙ୍ଗିଦେଲା ନା କଣ ଘର ଭିତରେ ଚତୁର୍ଥୀ ହଉଛି ନା ଇଏ ମଲ୍ଲଯୁଦ୍ଧ ହଉଛି ও স্বামী ভালো স্বামী স্বামী ভালো স্বামী ଏ କାକାତି ଏ ତ ସାହେବଙ୍କ କଣ୍ଠରୁ ସବୁ ଲାଗୁଛି বড় একদম ଫଟା ଦିଆ ସେମିକା ଦିଆ ଆପଣ ଦୌଡ଼ିକି ପଳେଇ ଆଇଆ ও মারি গেছে সেমানে মতে ଆଜ୍ଞା କୋଉମାନେ ମାରି ଦେଇଥାନ୍ତେ ଆମମାନେ ମୀରା ଆପଣଙ୍କୁ ଏ ଅବସ୍ଥା କରୁଛି ତିନି ଜଣ ଥିଲେ ସେମାନେ ତିନି ଜଣ କିଏ ଥା ତିନି ଜଣ ଆଜ୍ଞା ମୁଁ ମୀରା ଦେଈଙ୍କ ମହିଳାଙ୍କ ରଖି ବାହାନ୍ତି ବାହୁ ବଳେନ୍ଦ୍ର ଆଉ ମୁଁ ମହିଳା ଅଙ୍ଗରକ୍ଷୀଙ୍କ ଅଙ୍ଗରକ୍ଷୀ ଅନ୍ଧାର ବାହୁବଳି ও মাই গড নাও আই এম কামিং আমি রেভেনশা কমিশনার রেভেনশা I will see you I must see you
ଆମେ ମୋ ଚକା ପାଟି ଦିଅ ତମେ ନିଜ ଘର କଣ କରୁଛ ଘର ଏଇଟା ଘର ନା ନରକ ପଇସା ତ ଏଇଟା ଘର ବୋଲି ବାରାଡିଆ ଛୁଆ ହେଇଥିବ ଦେଖୁଛୁ ନା ଏ ଠେଙ୍ଗାକୁ ଗୋଟେ ବାହାର ଦେବି ତ କଖାରୁ ଭଳିଆ ମୁଣ୍ଡକୁ ପୁରା ଚକୁଳି ସଜେଇ ଦେବି ଆରେ ବାବୁ ତମର ତ ଜମି ଧାନ କେତେ ଇଚ୍ଛା ଏଇ ମୁଁ ମୀରା ଦେଈଙ୍କ ମହିଳା ଅଙ୍ଗର କି ମହତି ବାହୁବଳେନ୍ଦ୍ର ଆଉ ମୁଁ ମହିଳା ଅଙ୍ଗ ରଖି ଅଙ୍ଗ ରଖି ଅନ୍ଧାର ବାହୁବଳି ତମର କ୍ଷମତା କେତେ ଅନେଇଲ ମୋଟି ମାଗିକି କାଖରେ ଜାକିଦେବି 7-8 ଦିନ ପରେ ଗାଧଲା ବେଳେ ଛାଟିଦେବି ସଫା ଯଦି ନ ପାରିବି କାମୁଡ଼ି ଦେବି ଜଙ୍ଗ ନା ମୁଁ ବି କମ ଟିଙ୍ଗି ନୁହଁ ଯଦି ଟିଙ୍ଗି ଚିପି କୁକୁତା ଭଳିଆ ଏମିତି ମଚାଳିକି ଅପାଟ ଆଗ ଆମ କଣ ହଉ ରେ ଶଳା ଅକଳେ ପଡ଼ିଛି ଭାଲୁ ନା ଚା ପେଲିବା କଥା ପେଲୁ ହଉ ଆଗ ସେ ମାଇକିନା କଥା ବୁଝିକି ଆସେ ତାପରେ ତମ ଦିଟା କଥା ବୁଝି ଏ ଅନାନି ଗୋଟେ ହାତ ଧରିକି ଚିପି ଦେବି ଏକାଥର ଷଣ୍ଢରୁ ବଳ ଧରିକି ଆବେ ମୁଁ ଭୟବ ଦାନବ ରାଗିଲେ ତାଣ୍ଡବ ଗଣି করে ସବୁ ଅସମ୍ଭବକୁ ମୁଁ କରିଦିଏ ସମ୍ଭବ ଭଳିଆ କାଳିଆ କଟ ମୁଣ୍ଡଟା ସେମିତି ହେଇଛନ୍ତି ପାଣି କଖାରୁ ଏଇବା ସଡ଼ାଇ ତ ଦଉତେ ବଢିଆ ଲାଗୁଛି ରେ ଜେନା ସାଙ୍ଗରେ କି ପଛପଟ ଦ୍ୱାର ଦେଇ ପଠେଇ ଦେଲୁ କାଏ ତାର ହସୁଛି କିଛି ନାହିଁ କହିଲା ସେ ଅସୁର ହେଲେ ମୁଁ ମହାସୁର ନିଶ୍ୱାସ ନ ପଳେଇଲା ଲାଷ୍ଟ କହୁଛି କୁଆ ଭୁକଉଛି ସକାଳୁ ସକାଳୁ କିଛି କରିପାରିବନି ତମେ କେବଳ ଏ ଅସୁରକୁ ମୁଁ ପୁତଣ ହେଇକି ବଦ୍ଧ କରିବ ଏଟା କଥା ସାର୍ ପଛରେ ବୁଝିବା ସେ ବୁଢା ହନୁ କେନ୍ଥ କଥା ବୁଝିବା ଉତ୍ତରୁଛି ତା କଥା ତମ କାହିଁ ଚିନ୍ତା କରୁଛ ତା କଥା ମୁଁ ଚିନ୍ତା କରିସାରିଛି ଚିନ୍ତା କରିବି ଆଜି ଆଇଁଷିଣିଆ ଦୋଷ ଅଛି ହଁ ସେ ଶଳା ବୁଢାକୁ ମୋହିନୀ ମାୟା ବଳରେ କାବୁ କରିବାକୁ ପଡିବ ଗୋଟେ କଥା ଜାଣିଛ ନା ସକଳ ଖିଆଟା ମୁତି ଆକ୍ରମଣ ରହୁଛି ଆଉ ଆଇଁଷିଣିଆ ଦୋଷ ବିନା ପିଆଜ ରସୁଣ କିନ୍ତୁ ଆଇଁଷ ଖାଉନି ସିନା ଛେଳି ତା ଗୋଡ ତା କୁଣ୍ଡା ମୁଣ୍ଡା ସିଝେଇକି ପାଣି ପିଉଛି କିନ୍ତୁ ଆଇଁଷ ଖାଉନି ତାପରେ ଘଡଘଡି ପଡିବ ସେଟା ମରିବ ବାନ୍ଧି ରେଳକାଳ ଆଗ ସେ ବୁଢା ଚିନ୍ତାମଣି ହବ ବଥ କେତେ ଦିନ ପରେ କଥା ମନେ ପଇଲା এই জানিছো আপন করে রাতে এসেছে ଆମେ ରୋଷା ମନା ଆ ଦେବିଆ ଦେଖୁ ତୋ ଭାଇ ମୁଁ ଭାତ ଡାଲି ଆଣିଛି ଆସିଲୁ ମା আমার খাইলে বলছিবি কেমতি বাবু ମୋ ପାଇଁ କୋନି ମୋ ଛୁଆଟା ପାଇଁ କହୁଛି ତ ଆସିଲାଣି ପୁରା ଆପଣମାନେ ଠିକ ଅଛି ମସୁବା ଠିକ ଅଛି ତମ କଥା ମାନି ମୁଁ ଘର ଛାଡ଼ି ଚାଲିଯିବି ଆଉ କେବେ ବି ଘରକୁ ଆସିବିନି ହେଲେ ପିଲାମାନଙ୍କୁ କଣ ସେମାନେ ଖାଇଦିଅନ୍ତୁ ଅନ୍ତତଃ ସେମାନେ ତ ବଞ୍ଚି ତମେ ସେମିତି କଥା କୁହନି ତମେ ମତେ ବୁଝାଅ ଏଟା ମୋ ପୁଅ ପଛରେ ଖାଇଛି ମୋ ପୁଅ ପାଇଁ ମୁଁ ଖାଇବି ମା ମୁଁ ଖାଇବି ଆଉ ତମେ ଜାଣ ଘର ରଖୁନ ତାଙ୍କର ଭିକାରୀ ହେଇଗଲେ ଆପଣ ମତେ ଭିକ ମାଗିଲେ ଏ ବାବୁ ମାନେ ଆମକୁ ଗୋଟେ ଭାତ ଦିଅ ଅନେ ଚାଉଳ ଦିଅ ଗୋଟେ ରୁଟି ଦିଅ ଏଠାକୁ ଗଲେ ଖାଇବା ପାଇଁ ତମ ସ୍ୱାମୀ ଏ ଜମିଦାର ଦେବବ୍ରତ ରାୟ ବାହାଦୁର ଶେଷରେ କଂସେଇ ଖାନାର କଂସେଇ ହେଇଗଲା ରାମ 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 ଭୋକ ପେଟକୁ ଗୋଇଠା ମାରେ ଛାତିଟା ରୁହ ତମେ ତ ମଣିଷ ପଡ଼ିଆର କଲିଜାକୁ ଗୋଇଠା ମାରିଛ ବାହାର ଘରୁ ଶୁଣ ତମେ କେବେ ଶୁଣି ବାହାରି ଯାଅ ନାଇଁ ଦିଅ ତମର ଖାଇ ନାଇଁ ତମ ରାଜ୍ୟର କଥା ଚିନ୍ତା କର ମୁଁ ଖାଲି ତମକୁ କେତେଟା ବାଟିରେ ଦେବି
ମିଶ୍ରି ଦି ଖଣ୍ଡ ନେଇ ଆସିଛି ନେ 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 ଅତର ଖିଆ পুরো দাঁতে আমার কি যাব কুকুর গায়ে রে অভিশাপ প্রভু ମଣିଷକୁ ମଣିଷ ଖୁଆଇଲୁ ସବୁ ଅଙ୍ଗ ହବା ପାଇଁ ଲୋକମାନେ ସବୁକୁ ଆହ୍ୱାନ କଲେ এই নরক দুর্ভিক্ষ তুই এ মনুষ্য সমাজ ପାଇଁ କାହାର ଅଭିଶାପ ସେ କଥା ମୁଁ ଜାଣେ ନା ଏ ସବୁକୁ ଦେଖି ତୁ ହୁଏତ ଖୁସିରେ ନୃତ୍ୟ କରିଥାଇପାରୁ ହେଲେ ଇତିହାସ ତତେ କେବେ ବି କ୍ଷମା ଦେବ ଭବିଷ୍ୟତ ତତେ ଘୃଣା କରିବ ଭୟ କରିବ ଆଉ ତୋ ନାଁ ଲେଖା ହେଇଥିବା ଇତିହାସ ପୃଷ୍ଠାକୁ ଏ ଉତ୍କଳ ଇତିହାସର ସବୁଠାରୁ କଳଙ୍କିତ ପୃଷ୍ଠା ବୋଲି କୁହାଯିବ ନରକ ଦୁର୍ଭିକ୍ଷ মনে জমা বকো দিও দিও আমার মনে নেই আছে দেখো তুমি জানিছো মো বড়টা কেতে কষ্ট পাইলানি এই ছয় নম্বর এমএডি বেড়ে জন্ম হয়েছে দূর দূর তাতে আসে তাতে মো বকো মো কাঁদরে মকে কেতে বলেছি ও তো এমএডি বেড়ে জন্ম হয়েছে না বিদায় ভালো আছে না নই রে কি পত্তর নাই আত্মনারে ক্ষীর নাই কি ছাতিরে রক্ত নাই কি বছড়া কেতে অভ্যাস রয়েছে ଲୋକମାନେ କହୁଛନ୍ତି ଖୁବ୍ ଶୀଘ୍ର ବର୍ଷା ହବ ତୁମେ ଜାଣିଛ ଖୁବ୍ ଶୀଘ୍ର ବର୍ଷା ହବ ଆଉ କ୍ଷେତ ମୁଁ କହିଦେବି ତାକୁ ଆଉ ଜମା ଭୋକ ହେବ ନାହିଁ ସତର୍କ ସବୁ ଏଣ୍ଡୁରି ପିଠା ଖାଇବ ଖାଇବ ମୋ ନିଶ୍ଚୟ ଖାଇବ ତମେ ଛାଡ଼ିଛ ଚାମଚ ପାଣି ପିଇବାକୁ ଦିଏ ଆଉ ସେତେବେଳେ ମୋ ପୁଅଟା ମୋ ମୁହଁକୁ ଖାଲି ଭଲ ଭଲ କରି ଚାହେଁ ମତେ ଲାଗେ କଣ ଦଉଛୁ କଣ ଟିକେ ଖାଇବାକୁ ଦଉନୁ ତମେ ଜାଣିଛ କଣ କେତେ ଦିନ ପରେ କାଲି ରାତିରେ ମୋ ପୁଅ ମତେ ଦେଖି ଟିକେ ହସିଲା ଆଉ ମୋ ପୁଅର ହସ ଦେଖି ବହୁତ ଖୁସିରେ ପୁରା ପାଗଳ ହେଇଗଲି ଆଜି ସେ କନ୍ଦେଇବାର ଥିଲା ତ ସେଥିପାଇଁ କାଲି ସେ ହସୁଥିଲା ତମକୁ ଆନନ୍ଦରେ ବିଭୋର କରୁଥିଲା ଏଇଥିପାଇଁ ଯେ ଆଜି ସେ ଆମକୁ ସବୁ ଦିନ ପାଇଁ ଛାଡ଼ି ଚାଲି ଯିବାର ଥିଲା ମୋ ପୁଅ କୁଆଡ଼େ ଯିବ ନାଇଁ ମୋ ପୁଅ କୁଆଡ଼େ ଯିବନି ମୋ ପୁଅ ମୋ ପାଖରେ ରହିବ ମୋ କୋଳରେ ସେ ଶୋଇବ ତମେ ଜାଣିଛ ମୋ ପୁଅକୁ ମୋ ଗୀତ ଗାଇ ଶୁଣାଇ ଦେବି ଚାଲି ଯାଇଛି ମରି ଯାଇଛି ତମ ପୁଅ ମରି ଯାଇଛି ମରି ଯାଇଛି ସମୟ ଏବେ ଭଲ ନାହିଁ ତାହେଲେ ମଣିଷକିଆ ବାଘମାନେ ବାନ୍ଧିଛନ୍ତି ସେମାନେ ତୁମ ପୁଅର ସବୁକୁ ଦେଖିଲେ ତମକୁ ବି ସବୁ ନେଇଦେବେ ଆସ କଣ କହିଲ ତମେ ମୋ ପୁଅ ମରି ଯାଇଛି ତମେ ମରିଯାଅ ନା
이거 안 해? 못 걷고 하나에 나 있죠. 왜 사본 어디 있어 말하고 말이? 아따 그렇죠. 이거 왜? 머리 있어 왜? 머리 있어 말할 거 많죠 많죠. 너만 머리 있어 말할 거 많죠. 너무 누구 있어 머리 있어 말하지. 얘가 저거 뭐지? 안내 가이래 이놈 가는 게 아니오. 안내 소복이야. 안내 머리 아무래 까마. 아무래 까마. ରାଜ୍ୟ ଧରେ କୁଆଡ଼େ ଯାଉଛ? ମୋ ପୁଅ ପାଇଁ ନୂଆ ଘର ଖୋଜିବାକୁ ଯାଉଛି। ଦିଅ ତମ ପୁଅକୁ ନେଇ ଆମେ ନୂଆ ଘର ରଖିବୁ। ନାଇଁ ନାଇଁ, ମୋ ପୁଅକୁ ମୁଁ ଜମା ଦେବିନି। ଯୋଉଠି ମୋ ନିଜ ଲୋକମାନେ କହିଲେ ମୋ ପୁଅଟା ମରି ଯାଇଛି, ତମେ ମାନେ ବି ସେମିତି କହିବ। ଧୂଆଁ ବି ଉଠୁଛି। ଦେ ତୋ ପୁଅକୁ ନେଇ ଆମେ ଏଠି ଶୁଆଇ ଦବୁ। ଏଇ, ଆରେ ତମେ ମାନେ ସବୁ ମଣିଷ ନା ପଶୁ? ମଣିଷ ଅଟକୁ ଚାଲି ଚାଲି ଶୋଷ ମେଣ୍ଟଉଥିବା। ସେ ସଭା ଆମକୁ ଦେ, ଆମକୁ ଖୁବ୍ ଭୋଗ। ଆରେ ବାବା ସଭା ନୁହଁ, ଏ ଜାଗା ମୋ, ଏ ରାସ୍ତା ମୋ। ତାହେଲେ ଆମେ କଣ କରିବୁ? ମୋ ପୁଅ ଧର କିଏ କି? ମୋ ପୁଅ ତୋର ଅଛି, ମୋର ବିଶି। ଏ ତୋର ବି ପୁଅ, ଏ ମୋର ବି ପୁଅ ଲୋ ରାଧା। ଆରେ ଏଇ ରାଧା ଏତେ ରାତିରେ ଏ ବିଷୟଟା ରାସ୍ତାରେ ଆରେ ତୁ ଏକୁଟିଆ ବୁଲୁଛୁ କାହିଁକି? ପୁଣି ଏଠିକି ପିଲାଟାକୁ ଧରି କଣ କରିବି ଲୋ ଭାଇ? ପଚାରୁଛି ଆରେ ତୁ କଣ ମତେ ଏତେ ନିଜର ଭାବୁଛୁ? ସେ ମତେ କଣ କହୁଛି ତୁ ଜାଣିଛୁ ଭାଇ? କହୁଛି ତୋର ଆଉ କିଏ ନିଜର ଅଛି ଯେ ମୁଁ ତତେ ତ ବୋଉକୁ ଏ ଗୋଡ଼ରେ ଧରିବାକୁ ଭାରି ରାଧା ତ ବୋଉକୁ ମତେ নে ভাই নে ଆରମ୍ଭ କରୁଛି। କାଇସି ମର୍ଦ୍ଦର ওদের মোহন ছাড়া কোনদিন ঠিক করতে নেই বুঝতে আছে ও পুরোটা
দুর্ভিক্ষ নৌক দুর্ভিক্ষ নৌকা দুর্ভিক্ষ নৌকা দুর্ভিক্ষ নৌকা দুর্ভিক্ষ নৌকা দুর্ভিক্ষ নৌকা দুর্ভিক্ষ କାହିଁକି ମାରୁଛନ୍ତି ଯେ ମୋ ସାମନାରେ ପେଟକୁ ଭୋକ ବଞ୍ଚା ମାରୁଛି ଆଉ ଆପଣ ଭାଗିଦାରୀ ହୁଅନ୍ତୁନି ମୋ ସହିତ ମୋର କୌଣସି କଥାବାର୍ତ୍ତା ନାହିଁ ଯା ଚାଲି ଯା ମୋ ସାମ୍ନାରୁ ଆଲୋ ରାଧା ମା ଆସୁଛି ଠିଆ ହୁଅ ଦେଖିଛେ ସବୁ କାହାଣୀ ବହିରେ ପଢା ହୁଏ ରାଧାକୁ ତମେ ବହୁତ ଭଲ ପାଅ ନା ତମକୁ ତ କିଛି କମ ଭଲ ପାଇନି ଏଇଥିପାଇଁ ତାକୁ ଶଙ୍ଖା ସିନ୍ଦୁର ପିନ୍ଧି 7 ଜନ୍ମର ସାଥୀ କରିଦେଲ ଏବେଙ୍କ କଥାରେ ବିଶ୍ୱାସରେ ଶଙ୍ଖା ସିନ୍ଦୁର ଚଢ଼ାଯାଏ ତମ ପ୍ରେମ ଉପରେ ମୋର କିନ୍ତୁ ସନ୍ଦେହ ହଉଛି କିନ୍ତୁ ସନ୍ଦେହ ସମ୍ପର୍କକୁ ଜାଣି ପଡ଼ି ବାଉଁଶ କରେ ଏବେ ତମେ କାହାକୁ ବେଶୀ ଭଲ ପାଅ ମୀରାକୁ ନା ରାଧାକୁ ଦିନେ ଭରା ନଈରେ ନା ବାଉଥିବା ନାଉରେ ନା ନଈକୁ ମୁଁ ତାକୁ କହିଲା ଶୁଣୁ ତୁ ଯାହା କହିବୁ ସତ କହିବୁ ତା ନହେଲେ ତୋ ଛାତି ଫାଟିଯିବ ବୁଝିଲା ନାଉରି ଆଖି ଉତ୍ତର କୁହ ତ ଆକୁ ନା ନଦୀକୁ କି ଉତ୍ତର ଦେବ ସେ ନଈ ନଥିଲେ ନାଉରିଆର ପରିବାର ଉପାସ ରହିଯିବ ଆଉ ନା ନଥିଲେ ନାଉରିଆ ବାପୁରା ନା ବହିବ କେମିତି ଅଧେ ନାକୁ ନାଉରିଆ କିନ୍ତୁ ନଦୀକୁ କେବେ କିଛି କୁହେନି କି କେବେ କିଛି ଦିଏ ହେଲେ ନାର ସବୁ ଭଲ ମନ୍ଦ ବୁଝେ ତାକୁ ଭଲ ପାଏ ତାକୁ ଯତ୍ନ କରେ ଆଉ ତାକୁ ସୁରକ୍ଷା ଦିଏ ନଈ ଶୁଖିଗଲେ ନାଉରିଆ ବି ଶୁଖିଯାଏ ତା ମନକୁ ସେ ବୁଝେଇ ପାରେ ନା ଏମିତି ବୁଝେଇବ ନାଉରିଆର ମନ ତ ନଦୀ ପାଖରେ ନା ଆଉ ନା ତା ଜୀବନ ରାସ୍ତାରେ ନା ରାଧା এই প্রশ্ন ମୁଁ ତମ ଦି ଜଣକୁ ପଚାରୁଛି ଓ ହେ ମୋହନ କହ ରାଧା ନା ମୀରା ତମ ଦି ଜଣ ଯାକ କୁହ କହିବନି ତ ତମେ ମୀରାର ମୋହନ ମୁଁ ତମକୁ ଶେଷ ଥର ପାଇଁ ପଚାରୁଛି ରାଧା ପିଲାର ବାପା କିଏ ମୁଁ କହୁଛି ଶୁଣନ୍ତୁ ଯେ ମୋ ଦାଦାଇ ସେ ଫେରିକି ରେଭେନ୍ସା କାହିଁକି କେବଳ ତମକୁ ଭଲ ରଖିବା ପାଇଁ ତମ ଓଠରୁ ହସନ ବିରଜ ତମେ ଖୁସିରେ ରୁହ ସେଥିପାଇଁ ଏବେ ମୁଁ କେମିତି ଅଛି ଧରିତ୍ରରେ ସବୁ ଅସମ୍ଭବକୁ ମୁଁ କରିଦିଏ ସମ୍ଭବ ଠିକ ଆଗରୁ ତ ଯାହା କରୁଥିଲୁ ବାହାଘର ପରେ ବି ପୁରୁଣା ପ୍ରେମିକ ସହିତ ବାର୍ତ୍ତାଳାପ ମୋହନ ପୁରୁଣା ପ୍ରେମିକ ଆଉ ଘର ଛାଡ଼ି ଆସି ତମେ ବି ବିବାହ କରୁଛ ନା ସେଥିପାଇଁ ତମକୁ ବି ଧନ୍ୟବାଦ ଦେବା ଦରକାର ଗୋଟିଏ ସ୍ୱାର୍ଥପର ଚରିତ୍ର ହେଲେ କୋଉଠି ବୁଝିବ ପ୍ରେମ ସମ୍ପର୍କ ମାନେ କଣ ସ୍ୱାମୀ ସ୍ତ୍ରୀର ସମ୍ପର୍କ ମାନେ କଣ କଣ କହିଲା ମୋର ଚରିତ୍ରହୀନ ଆମେ ହଉଛ ଗୋଟେ ନଷ୍ଟ ଚରିତ୍ର सोचा चरित्री की केमिति शासन कराଯାଏ ସେ କାଇଦାର ମୋତେ ଭଲ ଭାବରେ ଜଣା ସେଇଠି ଠିଆ ହେଇ ଦେଖ ସ୍ତ୍ରୀ କି କେମିତି ଶାସନ କରାଯାଏ ଦରକାର ବେଳେ ତମ କାମରେ ଆସିବ
ଆଉ ଥରେ ହାତ ଉଠେଇବୁ ତ ଓ ଆସିଲେ ପରିଣାମଟା କେତେ ଭୟଙ୍କର ହୁଏ ଏବେ ବୁଝିପାରିଲ ତ ତୁ ଯୋଉ ଭୁଲ କରିଛୁ ସେଥିପାଇଁ ଦ୍ୱନ୍ଦ୍ୱଟା ହେଲା ତୁ ଆଣ୍ଠି ଆଣ୍ଠି ଯାଇ ଗାଡି ପାଖରେ ପହଞ୍ଚି ସଫଳ ଭାଇ ଯେମିତି ଯାଉଛି ଭଲେ ଖଣ୍ଡ ଗଣି କରେ ସବୁ ଅସମ୍ଭବକୁ ମୁଁ କରିଦିଏ ସମ୍ଭବ କୋଣାରୁ ଟିକେ ଜକେଇଛି ସେଇଟା ସୁତୁ ବଳ ଆକାର କମି କମି ଏଇ ଆକାରକୁ ଆସିଲେ ଦୁଃଖ ଲାଗିବ ବଢିଆ ହଉଛି ନା ଆଉ କଣ ମୂର୍ଖଟା ସବୁ ଶୁଣାଉଛ ଆମ ଏକା ଶୁଣାଉନ ପ୍ରତିଜ୍ଞା ତମକୁ କହୁଛି ବଢିଆ ଲାଗି ଦେଇଛି ଭାଗବତ ଆଉ କାନ୍ଦିବ କାନ୍ଦିବ ଅବଶ୍ୟ କାନ୍ଦିବ କାନ୍ଦିବ ନିଶ୍ଚୟ କାନ୍ଦିବ ଆଜି ସହଜ ହବ ସାର ଅଧିକ ହବ ପାଆନ୍ତି ଏ ଫଟ ବାବା ଆଗରୁ ଚିହ୍ନିଛ ନା ଆଉ ଚିହ୍ନିବିନି ଆସୁ ଯାଇଛନ୍ତି ସେଠି ଚିହ୍ନିବି ଆଗ ମୁଁ ମନ୍ଦ ସବୁଥିରେ ଇଏ ବାବା ପାରଙ୍ଗମ ଦକ୍ଷିଣା ସ୍ୱରୂପ କଣ ବେଶୀ କିଛି ନିଅନ୍ତି ନୁକି ମଣିଷ ନୁହଁ ଖାଲି ଯଦି କିଏ ନାଚିକି ଦେଲା ଶ୍ରଦ୍ଧାର ଏଇ ଧୋତି ଖଣ୍ଡେ ଦେ ଧୋତି ଖଣ୍ଡେ ନିଅନ୍ତି ଆଉ କିଛି ନିଅନ୍ତି ସେଇଥିପାଇଁ ବୁଢା ବୁଢା କଣ କହୁଛ ଛୋଟିଆ ଛୁଆ ପାରମ୍ପରିକ ଦେଖିଆ ତମେ ଯାହା ତ ଭବିଷ୍ୟତ ଲାଗି ଯାହା କହିଲେ ବାଧୁଛି ଛୋଟିଆ ଛୁଆ କହିଲେ ବସୁଛ ଭଲ ଟକରା ତମେ ମୋ ଭବିଷ୍ୟତ ବୁଝୁଛ ତୁମ କପାଳ କହୁଛି ଆଜି ପର୍ଯ୍ୟନ୍ତ ଯାହା ଚାହିଁଛ ତାହା ପ୍ରାପ୍ତ କରିପାରିବେ ଆପଣ କେମିତି ଜାଣିଲେ ପ୍ରଭୁ ଅନେକ କିଛି ଜାଣିଛି ତୁମ ପାଇଁ ବଢା ହେଇଥିବା ଖାଦ୍ୟ ଅନ୍ୟ କିଏ ଖାଇ ପଳାୟନ କରିଛନ୍ତି ସତ୍ୟ ଏକଦମ ସତ୍ୟ କୁମ୍ଭର ଅନେକ ଅଛି କୁମ୍ଭ ସାଙ୍ଗରେ ପାପ ସମ୍ପର୍କ ଅଛି ତାଗରେ ପାଇବୁ ତା ପଛରେ ପାଇବୁ ଓ ହେଲା ପାଇଲେ ଧରି ପାଇଲେ ମହାରାଜ କୁହନ୍ତୁ ମୋ ଭବିଷ୍ୟତ ବିଷୟରେ
ତୁମ ପାଇଁ ଅନେକ ପ୍ରସ୍ତାବ ଆସିଥିଲେ ମଧ୍ୟ ତୁମେ ଏପର୍ଯ୍ୟନ୍ତ ବି ଖୁସି ଯଦି ଗୁଡ଼ାକ ଲାଗୁଛି ଆଲୁଆଟା ବୁଝିପାରୁଛୁ ବସ ମହାରାଜ କୁମ ମୋ ସାଙ୍ଗରେ କଣ ମିଶୁଛ ମହାରାଜ ଆପଣ ସହିତ ତାଳ ଦେଖିନି କହୁଛି ତାଳ ତାଳ ସିଆଡ଼ି ଜାଣୁନି କୁହନ୍ତୁ କଣ ମୋ ବକ୍ଷ ବକ୍ଷରେ ଏକ କଳା ଯାଇ ଅଛି ଅଛି କିଛି ନାହିଁ ଆଶ୍ଚର୍ଯ୍ୟ ହଉଛୁ ଦେଖିଛି ରେ ପୁଅ ତାର କିଛି ନାହିଁ ବା କଣ କିଛି କଣ କାମ ହେଇଗଲା ତମେ କଣ ଅଣ୍ଟା ତଳେ ଥାଏ କାଳିଆ କଥା ତ ଭାବୁଛ ମୁଁ ଏଇଆ ମୂର୍ଖ ଅଣ୍ଟା ତଳେ ପ୍ରବଳ କାଛୁ ପୁଣ୍ୟା ମହାରାଜ ଆଉ କିଛି କୁହନ୍ତୁନି ମୁଁ ଜାଣିଗଲି ବୁଝିଗଲି ଆପଣ ଯଦି ସାକ୍ଷାତ ଈଶ୍ୱର ନା ଆଗ ଦକ୍ଷିଣା ତାପରେ ଯାଇ ବାକି କଥା ମହାରାଜ ଏ ପ୍ରାଞ୍ଜଳ ସଂସ୍କୃତ କହୁଛନ୍ତି ମୋ ଭଳି ମୂର୍ଖ ମାନଙ୍କ ଉପରେ ଘଡ଼ଘଡ଼ି ପଡ଼ିବ ଯିଏ ବାବା ମାନଙ୍କୁ ଏହା ପ୍ରବଳ ତପସ୍ୟାର ଫଳ ବସ ଆଜି ମୁଁ ଯାହା ପଛରେ ଗୋଡ଼େଇଛ ଯାହା ତୁମେ ପରମ ମିତ୍ର ହଉଛ ସେଇଥିରୁ ମୋର ପରମ ଶତ୍ରୁ ଅଟେ ଅବଶ୍ୟ ପଡ଼ିଲେ ତମେ ପଦବୀ ପାଇସାରିଲା ପରେ ତମ ଆତ୍ମକୁ ସେ ହତ୍ୟା କରିଦେଇପାରେ କଣ କହୁଛନ୍ତି ମହାରାଜ ମହାରାଜ ଏଥିରୁ ମୁକ୍ତି ପାଇବାର ଉପାୟ କିଛି ନାହିଁ ଅନେକ ଉପାୟ ଅଛି ତନ୍ମଧ୍ୟରେ ଏକ ଉପାୟ ମୁଁ ତମ କର୍ଣ୍ଣରେ କହିଦେବାକୁ କୁହନ୍ତୁ ଚାହୁଁ ମହାରାଜ କର୍ଣ୍ଣ ଦେଖା କର୍ଣ୍ଣ ଓ କାନ କଣ ବୁଝିଲ ସେ ରାଜା ବନ୍ଧୁଙ୍କର କଥା ଭୋଗିବ କଣ କହୁଛନ୍ତି ମହାରାଜ ଇଏ କନ୍ୟାକୁ ବାହାରେ ମୋର କଣ୍ଟୁ ହବ କର୍ଣ୍ଣ ଦୋଷ ଅଛି କହିଲେ କଣ୍ଟୁ ହବ କହିଲି ବନ୍ଧୁ ହବ କହିଲି ବନ୍ଧୁ ହଁ ଆପଣ କହିଛନ୍ତି କ୍ଷମା କରିଦିଅନ୍ତୁ ରାଜା ବନ୍ଧୁ କଣ୍ଟୁ କଦ ସାହସ ତାହେଲେ ମହାରାଜ ସାରା ଜୀବନ କଣ ଏମିତି ଦଉ ଆପଣ ଯାହା ପାପ କରିଛ ଯାହା କୁକର୍ମ କରିଛ ଜଣେ ବିଶ୍ୱସ୍ତ ନାରୀ ପାଖରେ ଯାଇ କହିବ କହିବି ମହାରାଜ ନାରୀଟି ଅତ୍ୟନ୍ତ ବିଶ୍ୱସ୍ତ ହୋଇଥିବା ଆବଶ୍ୟକ ତମେ କିଛି ଭୁଲ କରିଛ ସେ ନାରୀ ପାଖରେ ପ୍ରାର୍ଥନା କର କ୍ଷମା ପ୍ରାର୍ଥନା କରିଦେବି ଯେ ମହାରାଜ ଏ ଯୋଉ କହିଲେ ଯୋଉ ଖଣ୍ଡନ କରିବାଟା ସେଇ ଖଣ୍ଡନ କରିକି ଏଇ କନ୍ୟାକୁ ଗ୍ରହଣ କରିପାରିବିନି ନା ଏଇ କନ୍ୟାକୁ ବାହାରେ ତମର ଖଣ୍ଡ ରହିଯିବ ହଉ ମହାରାଜ ଆପଣ ଏଠି ଥାଆନ୍ତୁ ମୁଁ ଯାଉଛି ପାହାନ୍ତି ପାଠରେ ପଶିଲେ ମୁହଁରେ କଳା ଫଳ ମାରିକି ପ୍ରସ୍ତାବ କଥାବାର୍ତ୍ତା ହେଇଲେ ପାନ ଦବା କଥା ଆସିଆ ଡେରି କରି ଶୋଇ ପଡିଥିଲେ ଭାବୁଛି ଯିବି ନା ଏଠି ଭାବରେ ଚାଲିଗଲା ତମ ମରଣ ଶକ୍ତି ବହୁତ ମରଣ ସ୍ମରଣ ଯାଇକି ନୂଆ ବୃତ୍ତି ଅଣ୍ଡା ତା ଭିତରେ ଆମେ ଟିକେ ବାରମ୍ବାର କଣ ହଉଛି ଆପଣ କାହିଁ ଏତେ ଜୋର ଆଲିଙ୍ଗନ କରିକି ଧରିଛନ୍ତି ପାଆନ୍ତି କି ଶିଖଉଥିଲା ମନ ନାହିଁ ନା କଣ ନାହିଁ କହୁଛନ୍ତି ଏହା ସ୍ପଷ୍ଟ ଚିକିତ୍ସା ମହାରାଜ ପଚାର ଯେ ଚିକିତ୍ସା ପାଇଛି ସେ ତମକୁ ବିସ୍ତୃତ ଭାବରେ ବୁଝେଇବ ପାଆନ୍ତି କଣ ହେଇଛି କି ଅସହସ ହଉଲା ଧିଆ ହାତ ପୁରା ବିନ୍ଧା ହଉଲା ବାବା କହିଥିଲେ ବାବା ଛୁଇଁଦେଲେ ସାଙ୍ଗେ ସାଙ୍ଗେ ଭଲ ହେଇଗଲା କେମିତି କଣ ଛୁଇଁଲେ ହାତରେ ଛୁଁଛନ୍ତି ଓଠରେ ଛୁଁଛନ୍ତି ହାତରେ ଛୁଇଁଲେ ଧୀରେ କାମ କରୁଛି ଓଠରେ ଛୁଇଁଲେ ସାଙ୍ଗେ 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 ଭଲ ହେଇଯାଉଛି ଭକ୍ତି ଅଛି ପେଟେଇ ପଡୁଛି ମହାରାଜ ଆଜି ଦୀର୍ଘ 27 ବର୍ଷ ହେଲାଣି ମୋ ପୁଅ ସତୀଶ ବର୍ଷ ମୁଁ ବହୁତ କଷ୍ଟରେ ଅଛି କଷ୍ଟରେ ଅଛ ହଁ ମହାରାଜ ବହୁତ କଷ୍ଟରେ ଅଛି ସ୍ପର୍ଶ କରିବ ହଁ ମହାରାଜ ଖାଦ୍ୟ ସ୍ପର୍ଶ ଭାରି ଯନ୍ତ୍ରଣା ମହାରାଜ କହିବା କଥା କଣ କି କହିବା ଅନୁସାରେ ଆପଣ ସେଇ ଜାଗାଟାକୁ ଟିକେ ନା ଓଠରେ ଛୁଇଁ ଦିଅନ୍ତୁ ମୋର ଘୋଡ଼ା 27 ଥର ପଇସା ଲାଗେ କଣ କହିବି ମହାରାଜ କଣ କହିବ ବ୍ୟାଧି ସ୍ପଷ୍ଟ କରନ୍ତୁ କହିବି ମହାରାଜ ଆଜକୁ ଦୀର୍ଘ 27 ବର୍ଷର ସେଇ ପୁରୁଣା ମଳ କଣ୍ଟ ଘରକୁ ଆଜ୍ଞା ପୁରୁଣା ମଳକ କଣ୍ଟକର ଗୋଟା ଆପଣ ତାହେଲେ ସାଙ୍ଗେ ସାଙ୍ଗେ ଭଲ ହେଇଯିବ ଆସନ୍ତୁ ନା 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 ମୁଁ ଧୋତିଟା ଖୋଲି ଦେଇକି ଗୋଟେ ଛୋଟ ଗାମୁଛା ପିନ୍ଧେଇକି ଆସିଛି
ଗାମୁଛା ପିନ୍ଧିଲେ ବାଡ଼ି ଖିଆକୁ 27 ବର୍ଷ ମୋର ବଡ଼ କହିବ ସିଧା ଭଳିଆ ମୁଣ୍ଡରେ ହେଇଯିବ। ଆଉ ସାବଳରେ ଖେଚେଲି ସେ ଜୀବନରେ ଟିକେ ଦାନ୍ତେ ଦବ। ମୁଁ ଯାଉଛି ତମେ ଚାହୁଁଛ ମୁଁ ବୁଢା କହିଲେ ମୁଁ କଣ କହିବି ଛେକି କହିବୁ ବାବା ହେଇଥିଲେ ମତେ ଦେଇଥିଲି ଚିକିତ୍ସା ମୁଁ କରିଦେବୁ ତୁ କାନ୍ଦିବୁ ପାରେ ଓ ଧନମଣି ବାବା କି କଣ ମୋ ତଣ୍ଟି ପଡ଼ିଗଲାଣି ମହାରାଜ କୁଆଡ଼େ ଚାଲିଗଲେଣି ଧ୍ୟାନ ସମୟ ଧାନ ଶୁଣ ଧ୍ୟାନ ସମୟ ହେଲା ତ ସେଥିପାଇଁ ତତର ହେଇ ସେ ପଳେଇ ପୁରା ମଳ କଣ୍ଟ କରିବ ମହାରାଜ ଚାହିଁଲେ କାମ ଖାକେ ଭଲ କରିଦେବ ଏଇ ଖାଆନ୍ତି ତାର କ'ଣ ଦକ୍ଷିଣା ଦେବି ମହାରାଜ ମତେ କାହିଁ ଅପେକ୍ଷା କରିବ ମୁଁ ଗାମୁଛା ଟେକି ଦଉଛି ତମେ ଟିକେ ଜିଭରେ ଚାଟିଦେଲ କ'ଣ ସବୁ ତ ସାରା ଖର୍ଚ୍ଚ ତମ ଉପରେ ବାନ୍ତି କରିଲି କାହିଁ ତମେ କହିଲ କୌଶଳ ଜଣା ଅଛି ବୋଲି ମୁଁ କହିଦେଲି ନା ଆଉ ମହାରାଜ ଆସିଲେ ଭଲ କରିଦେବି ଆଉ କହିଲେ ଜୀବନରେ ଯାହା ଭୁଲଟି ପାପ କାମ କରିଛ ଜଣେ ବିଶ୍ୱସ୍ତ ନାୟକ କହିଲେ ତମର ସବୁ ପାପ ଖଣ୍ଡନ ହେଇଯିବ ହଁ ଆସିକି କହିଦେବ ଯାଅ କାହା କହିଲେ ବିଶ୍ୱସ୍ତ ନାରୀ ତମେ ଟିକେ ଆସ ନା ମୁଁ ତମକୁ ଜାତିବାକୁ କହିବିନି କି ଜାତିଆ ପାଇଁ ତମେ ଆସିକି ରହିଲା ଦିନୁ ଏ ସଂସାରରେ ମୋର ବିଶ୍ୱସ୍ତ ନାରୀ ଆଉ କିଏ ଅଛି ତମକୁ ମୁଁ କେମିତି କହିବି ନା ମା ଜାଣିପାରୁନ କେତେ ମୁଁ ଭଲ ପାଉଥିଲି ଆହ୍ୱାନ ସ୍ୱପ୍ନ ତାପରେ ମହାରାଜ କହିଲେ ପଣ୍ଡୁଙ୍କ ଦଶା ହବ ବୋଲି ଆଶାଟାକୁ ପୁରା ପୋଛି ଦେଇ ହଉ ଆଉ ଦେଇ ଚାକିରି କରି ମୋ ବିରୁଦ୍ଧରେ ଯାଉଥିଲି ମୁଁ ଶୋଉଥିଲି ହେଲେ ଏବେ ମୋ ସର୍ଭିସ ସେକ୍ରେଟାରୀ ମାନେ ଚୁପ୍ ରହିବାଟା ଭୁକାବେ ମୋ ପାଖରେ ଲକ୍ଷ ଲକ୍ଷ ଭୃତି ଆସନ୍ତି ଗୋଟାଏ ବିଚିତ୍ର ନନ୍ଦକୁ ମାରିଦେଲେ ହଜାର ହଜାର ବିଚିତ୍ର ନନ୍ଦ ଜନ୍ମ ନେଲେ ଆଏ ବହୁତ ଗରମ ଖାଇଲାଣି ଏଇଟା ପୁରା ପାଗଳ କୁକୁର ହେଇଗଲାଣି ଯୋଉଥିପାଇଁ ମାଲିକକୁ କାମରେ ବୋଲି ଖାଲି ଭୋ ଭୋ କାମରେ କାମ କରିବା এইটা ଆମେ ଧାରଣା ଛାଡ଼ିଦେବା ଗଣିତରେ ସବୁ ଅସମ୍ଭବ ମୁଁ କରିଦିଏ ସମ୍ଭବ ଆଜି ମଲୁମେ କଣ କହୁଥିଲୁ ମୋ ବିରୁଦ୍ଧରେ ଇଂଲଣ୍ଡରେ ଆଣିକି କହିବ ଆଉ ଯିବୁ বিচিত্র উঠো বিচিত্র কথা মহাবিচারে নিশ্চয় হব এই কটাগ্রে হব ଆଉ ସେ ମହାବିଚାରରେ ନାଁ ରହିବ ଆଗରେ ତମ ଓଡ଼ିଆ ଲୋକମାନେ ଗୋटे ଗୋଟେ ପକ୍କା ବିଶାଖାପାଟଣା ଚାଲିଗଲେ ଆଜି ସିନା ଆପଣ ଜିତି ଗଲେ ଚକ୍ରାନ୍ତ କରି ଏ ବିଚିତ୍ରାନନ୍ଦକୁ ମାରିଦେଲେ ହେଲେ ଦିନ ଆସିବ ଏ ଓଡ଼ିଆ ଜାତି ଆପଣଙ୍କୁ କଣ୍ଠ ଲାଗିବ ସେତେବେଳେ ଏ ବିଚିତ୍ରାନନ୍ଦ ନଥିବ ଥିବ ତା ବଳିଦାନ ଥିବ ତା ଜାତି ପୃଥିବୀର ଇତିହାସ ଆଉ ସମସ୍ତେ ଜାଣିବେ ଆପଣ ହଉଛନ୍ତି ଲୋକ ଦୁର୍ଭିକ୍ଷର କାରଣ ଯୁଗ ଯୁଗ ଧରି ଓଡ଼ିଆ ମାନଙ୍କ ମନରେ ଘୃଣା ସୃଷ୍ଟି କରିବ ଏଇ ଲୋକ ଦୁର୍ଭିକ୍ଷ ମୁଁ ଆମର ଆଣିକି କହି ତମମାନଙ୍କ ପାଇଁ କିଛି ବନ୍ଦୋବସ୍ତ କରିବି ହେଲେ ଶୁଣ ବିରାଟରୁ ଛଉଳ ଆସିବାକୁ ସମୟ ଲାଗିବ ସେଠି ନେଇ ଯାଏ ତମମାନଙ୍କୁ ଏଇଠୁ ଛଉଳ ମିଳିବ ସାହେବଙ୍କର ଜୟ ହଉ ସାହେବଙ୍କର ଜୟ ହଉ ସାହେବଙ୍କର ଜୟ ହଉ
ছাটিয়ে পৌটি ভোগ লাগে সে ছাটিয়ে পৌটি ভোগ আজিঠু বন্ধ হব ଆଉ ସେ ଚଉଳକୁ ତମ ମାଙ୍କ ଭିତରେ ଭାଙ୍ଗି ଦିଆଯିବ দরকার নেই আমার চাউল দরকার নেই আমার মন্ত্রীব তোর বড় কথা কথা বলু ওর কথা খুবই হয়ে যায় আরে আমার দরকার সাথে ববি ভগরে যে ভাগ বসাইব তার বড় কই জানে মু রক্ত বসাই দেবে এই ভালবি সংখ্যা তো সবই বছর মরি যাও পুরো বছর বিধবা হয়ে যায় আরে আমার জগন্নাথ জগন্নাথ স্বামীকে যে অঙ্গাজ রাখিব তা পাইব জীবন হারি যাবে ভাজি দিস ଠିଆ ହେଇଛୁ ଆଉ ଆମର ଚିନ୍ତା ନାହିଁ ମରିବା ପୂର୍ବରୁ ଜଗାର ପତିତ ପାବନକୁ ଆମେ ଦେଖିପାରୁଛୁ ନା ଜଗାର ପତିତ ପାବନକୁ ଦେଖି ମରିଗଲେ ଆମେ ସ୍ୱର୍ଗକୁ ଯିବୁ ହେଲେ ଜଗା ଭୋଗରୁ ଭାଗ ବସେଇଲେ ଆମେ ପାପୀ ହବୁ ଆମ ଜଗା ଆମକୁ ଏତେ ଦିନ ବଞ୍ଚେଇ ରଖିଛି ଆମେ ତାକୁ କେବେ ବି ଉପାସରେ ରଖିପାରିବୁନି ଆମ ପାଇଁ ଆମ ଜଗା ବଡ଼ ବଡ଼ ନୁହେଁ ଆମ ପେଟର ଭୋକ କିଏ ନ କରୁଛ ହେଲୁ Don't